ना आमको बिरी चाउଳରେ କରିବାର ଅଛି ନା ଆମକୁ ଘଣ୍ଟା ଘଣ୍टा କରି ଅପେକ୍ଷା କରିବାର ଅଛି। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଅଧଘଣ୍ଟା ଭିତରେ କେମିତି ବେଟର ରେଡ଼ି କରି ନରମ ନରମ ମୁଆଁ ପିଠା ବନେଇ ପାରିବା ତାହାର ସବୁତିକ ରେସିପି ମୁଁ ଆପଣମାନଙ୍କୁ ସେୟାର କରିଛି। ଭିଡ଼ିଓଟି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣମାନଙ୍କୁ ମୋ ରେସିପି ନିହାତି ପସନ୍ଦ ଆସିବ। ଆଉ ରାକ୍ଷୀ ପୂର୍ଣ୍ଣିମାରେ ଏଇ ରେସିପି ହିଁ ମନ କରିବେ ଯେ ବନେଇବା ପାଇଁ। ଏଠି ମୁଁ 500 ଗ୍ରାମ ସୁଜି ନେଇଯାଇଛି। ଏଠି ହାଫ୍ ଲିଟର କ୍ଷୀରକୁ ମୁଁ ଗରମ କରିବାକୁ ବସେଇ ଦେଇଛି। ଆପଣମାନେ କ୍ଷୀର ଜାଗାରେ ପାଣି ବି ନେଇପାରନ୍ତି, କିନ୍ତୁ ହାଲକା ଗରମ କରିବେ, ବେଶୀ ଗରମ କରିବେନି, ନଖ ଉଷୁମ ପାଣି ହିଁ ନେବେ। ମୋ ପାଖରେ ଯେହେତୁ କ୍ଷୀରଟା ମୁଁ ଅଧିକ ଗରମ କରିଦେଇଥିଲି, ସୁଜିରେ ପକଉ ପକଉ ସେ ସାଙ୍ଗେ ସାଙ୍ଗେ ମୁଣ୍ଡା ହେଇଗଲା। ଆପଣମାନେ ମନେ ରଖିଥିବେ ବେଶୀ ଗରମ କରିବେନି, ନଖ ଉଷୁମ କରିକି ଆପଣମାନେ ଦେବେ। ଯେହେତୁ ଆମେମାନେ ଜଲ୍ଦି ବନେଇବା ପିଠା, ଅଧଘଣ୍ଟା ଭିତରେ ଆମେ ବନେଇବା, ଆମେ ଯଦି ହାଲକା ଟିକେ ନଖ ଉଷୁମ କରିକି ସୁଜିରେ ଆମେ ଦେବା ତାହେଲେ ସୁଜିଟା ଆମର ବହୁତ ଜଲ୍ଦି ଫୁଲିଯିବ। ଆଉ ବେଶୀ ଗରମ କରିବେନି, ନଖ ଉଷୁମ କରିକି ଦେବେ, ସୁଜି ହେଉ କି ପାଣି ହେଉ। ଯେହେତୁ କ୍ଷୀରଟା ମୋର ଗରମ ଅଛି, ସେ ଥଣ୍ଡା ହେବା ଭିତରେ ମୁଁ ଏଠି ନଡ଼ିଆ ବି ରେଡ଼ି କରି ସାରିଲାଣି। ନଡ଼ିଆକୁ ସୁଜି ସହିତ ଆମେ ବାଟିବା। ବେଟରଟା ଯେହେତୁ ମୋର କ୍ଷୀରଟା ଗରମ ହେଇଥିଲା, ଅଧିକ ଗରମ ହେଇଥିଲା, ବେଟରଟା ମୋର ମୁଣ୍ଡା ମୁଣ୍ଡା ହେଇଯାଇଥିଲା, ମୁଁ ତାକୁ ଟିକେ ଗ୍ରାଇଣ୍ଡିଙ୍ଗ କରିଦେଉଛି ଯେମିତି ଆମର ପ୍ଲେନ୍ ହେଇଯିବ। ଆଉ ମନେ ରଖିଥିବେ ଆପଣମାନେ ସାଙ୍ଗେ ସାଙ୍ଗେ ଯଦି ବନେଇ ପାରିବେ ତାହେଲେ ଏଇଭଳି ପ୍ରୋସେସରେ କରିବେ। ଆଉ ଯଦି ଆପଣମାନେ ରାତିରେ ଗୋଳେଇକି ରଖୁଛନ୍ତି ତାହେଲେ ନଖ ଉଷୁମ ପାଣି ଦେବେନି, ଥଣ୍ଡା ପାଣିରେ ଦେଲେ ବି ଚଳିବ। ସୁଜିଟା ମୁଁ ମୁଣ୍ଡା ମୁଣ୍ଡା ଯେହେତୁ ଥିଲା ମୁଁ ଗ୍ରାଇଣ୍ଡିଙ୍ଗ କରିସାରିଲାଣି। ତାପରେ ନଡ଼ିଆକୁ ଆମେ ବାଟିଦେବା। ମୁଁ ଏଠି ଗୋଟେ ନଡ଼ିଆ ନେଇଛି। ଆଉ ଏ ପିଠାଟା ଏତେ ଟେଷ୍ଟି ଲାଗିବ, ଆପଣମାନେ ନିହାତି ରାକ୍ଷୀ ପୂର୍ଣ୍ଣିମାରେ ବନେଇକି ଖାଆନ୍ତୁ, ସତରେ ବହୁତ ଟେଷ୍ଟି ଲାଗିବ। ଯେହେତୁ ଆମର କ୍ଷୀର ଅଛି, ନଡ଼ିଆ ଅଛି, ପିଠାଟା ବହୁତ ଟେଷ୍ଟି ହିଁ ଟେଷ୍ଟି ହେବ। ନଡ଼ିଆକୁ ବଟାବଟି କରି ସୁଜି ବେଟର ସହିତ ଆମେ ତାକୁ ମିଶାଇ ଦେବା। ତଥାପି ମୋର ଏପର୍ଯ୍ୟନ୍ତ ହେଲାଣି ବେଟରଟା ପୁରା ସେ ଭଲସେ ଥଣ୍ଡା ହେଇନି, ଟିକେ ଉଷୁମ ଅଛି। ତାକୁ ସାଇଡ଼ରେ ରଖିଦେଇ ଆମେ ତା ପାଇଁ ପୁର ରେଡ଼ି କରିବା। ଏଠି ମୁଁ କାଜୁ ଆଉ ନଡ଼ିଆକୁ ଟିକେ ଘିଅରେ ଭାଜି ଦେଉଛି। ମୋର ପୂର୍ବ ଭିଡ଼ିଓରେ ମୁଁ ଆପଣମାନଙ୍କୁ ମୁଆଁ ପିଠାର ରେସିପି ଦେଇଛି। ଆପଣମାନଙ୍କର ଏତେ ସାରା ଭଲ ପାଇବା ମୁଁ ପାଇକି ମୁଁ ପୁଣି ଆପଣମାନଙ୍କ ପାଇଁ ଏ ମୁଆଁ ପିଠାର ରେସିପି ଆଣିଛି। କାହିଁକି ନା ସେ ଭିଡ଼ିଓରେ ଆପଣମାନେ ବିରି ଚାଉଳ ପାଣିରେ ପକାଇବେ, ତାପରେ 5-6 ଘଣ୍ଟା ତାକୁ ଫୁଲିବା ପାଇଁ ଛାଡ଼ିବେ, ତାପରେ ପୁଣି ବେଟର ବାଟିକି ପୁଣି 5-6 ଘଣ୍ଟା ଫର୍ମାଟ ହେବା ପାଇଁ ରଖିବେ। ଏତେ ଅପେକ୍ଷା କାହିଁକି ଆମେ କରିବା? ଏଇଭଳି ରେସିପି ନିହାତି ବନେଇକିରି ଖାଆନ୍ତୁ। ଏଇଟା ଅଧଘଣ୍ଟା ଭିତରେ ଏ ପିଠାଟା ଆମର ବନିଯିବ ଆଉ ବହୁତ ଟେଷ୍ଟି ଲାଗିବ। ଆପଣମାନେ ନିହାତି ଏମିତି ବନେଇକିରି ଖାଆନ୍ତୁ। ବିରି ଚାଉଳ ଯେହେତୁ ଅରୁଆ ଚାଉଳ ଅଛି, ବିରି ଅଛି, ପେଟ ଗ୍ୟାସ୍ ହେବାର ସମ୍ଭାବନା ଅଛି, କିନ୍ତୁ ଏ ପିଠାରେ ପେଟ ସମସ୍ୟା କିଛି ବି ହେବନି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ, ମୋତେ ବହୁତ ସାରା ଭଲ ପାଇବା ଦେଇଥିବାରୁ। ଏମିତି ମୋତେ ଭଲ ପାଇବା ଦେଉଥାନ୍ତୁ, ସପୋର୍ଟ କରୁଥାନ୍ତୁ। ମୁଁ କମ୍ ତେଲ ମସଲାରେ କମ୍ ସମୟ ଭିତରେ ଆପଣମାନଙ୍କ ପାଇଁ ସବୁବେଳେ ରେସିପି ଆଣିବା ପାଇଁ ଚେଷ୍ଟା କରିବି। ବେଟରଟା ମୋର ଆଉ ଟିକେ ଫୁଲିଗଲାଣି ପୁର ରେଡ଼ି କରିବା ଭିତରେ। ଏଠି ମୁଁ ସ୍ୱାଦ ଅନୁସାରେ ଲୁଣ ପକାଉଛି। ଗୋଟିଏ କଥା ଆପଣମାନେ ନିହାତି ମନେ ରଖିଥିବେ, ନଡ଼ିଆ ଆଉ କ୍ଷୀର ଯଦି ଆପଣମାନେ ସୁଜି ସହିତ ମିଶାଉଛନ୍ତି, ଆଦୌ ଇନୋ କି ସୋଡ଼ା କେବେ ବି ଦେବେନି। ଆଉ ଯଦି ଆପଣମାନେ କ୍ଷୀରଟାକୁ ସ୍କିପ୍ କରନ୍ତି ତାହେଲେ ଇନୋ କି ସୋଡ଼ା ଟିକେ ଦେଇପାରନ୍ତି, କିନ୍ତୁ ନଡ଼ିଆ କ୍ଷୀର ଯଦି ମିଶିଗଲା ତାହେଲେ କିଛି ବି ଖାଇବା ସୋଡ଼ା ଦେବା ଦରକାର ନାହିଁ। ଆଉ ଯଦି ବି ଦେଲେ ଆମର ପିଠାଟା ପୁରା ଖରାପ ହେଇଯିବ। ପୁଣି ସେଠୁ ଆପଣମାନେ କହିବେ ଯେ ହାଲୋ କଲ୍ୟାଣୀ ଆମକୁ ଭୁଲ ରେସିପି ଦେଇଛି ବୋଲି। ମୁଁ ଇଟିଲି କଡ଼େଇରେ କରିବା ପାଇଁକି ଭାବିଥିଲି, କିନ୍ତୁ ପିଲାମାନେ କହିଲେ ନାଇଁ, ଏଥିରେ ହିଁ ଆଗରୁ ଯେମିତି କରୁଥିଲୁ ଏମିତି ହିଁ ବନା, କାହିଁକିନା ଏଇଟା ଜିରୋ ଅଏଲ୍, ବିନା ତେଲରେ ଆମେ ପିଠା କରିପାରିବା। ମୁଁ ଏଠି ଡବଲ ଲେୟାର ଦେବି, ସେଥିପାଇଁ ପୁର ଗୋଟେ ଲେୟାର ଦେଇକରି ପୁର ଦେଇ ସାରିଲାଣି, ଆଉ ଗୋଟେ ଲେୟାର ମୁଁ ଦେଇଦେଉଛି। ଆପଣମାନେ ନିହାତି ଏମିତି ସାଙ୍ଗେ ସାଙ୍ଗେ କରିକି ସାଙ୍ଗେ ସାଙ୍ଗେ ବନେଇକି ଖାଆନ୍ତୁ। ଖାଲି ପର୍ବପର୍ବାଣୀ ମାନଙ୍କରେ ନୁହଁ, ଅଲଗା ଦିନମାନଙ୍କରେ ବି ଆମ ଘରେ ପିଠାପଣା ହୁଏ। ମୋ ଘରେ ନୁହଁ, ବାକି ସମସ୍ତଙ୍କ ଘରେ, କାହିଁକି ନା ପିଠାପଣା ହେଲା ଆମ ଓଡ଼ିଆମାନଙ୍କର ଗର୍ବ, ଆମ ସଂସ୍କୃତି, ଆମ ପରମ୍ପରା।
पुणी आ गोटे लेयर मु दे दउची। ए पिठाटा टिके टाइम लागिबो, बहुत मोटा अछि जेहेतु टिके टाइम लागिबो। 15 रु 20 मिनिट भितरे हमर रेडी हे जिवो गोटे पिठा। मुआ पिठा, नरम नरम मुआ पिठा। निहाती पूर्णिमा रे एई भली रेसिपी करिके आपण माने एन्जॉय करंतु। ता ऊपर आमे जो रखिथिले काजू आ नडिया घियो रे भाजी के ता ऊपर आमे टिके दे दबा। बहुत सुंदर देखा जिवो। आपण माने को भलो लागुची ना? देखिले तो मो वीडियो रे केमती मो कम समय भितरे आपण माने को बेटर रेडी करिकरी कम समय भितरे केमती आमे नरम नरम मुआ पिठा करि पारुचे। छुरी 10-15 मिनिट मु बसई सारलानी, सिझी गलानी पिठाटा भलो से। चामचटा छुरीटा मोर क्लीन बाहरुची। ए पिठाटा बहुत टेस्टी लागिबो। खीर अछि, नडिया अछि, बहुत टेस्टी लागिबो। टिके ठंडा हला परे मु आपण माने को बाहर करिके देखौची। आजिर भिडियोटी आपण माने को निहाती भल लागिथिबो। एमती मते भल पाइबा दउथांतु, मते सपोर्ट करूथांतु। देखंतु पिठाटा एत्ते नरम हे जे मु एपट सेपट करिबा भितरे मो पिठाटा केमती आपे आपे से कटिंग हे गलानी। केते सुंदर देखा जाउछे, केते जालीदार बनिचे मो पिठा देखिकरी आपण माने निहाती भाबरे जानि पारुथिबे। आ सत कहूची आपणकर मन निहाती होउथिबो जे एई भली रेसिपी राखी पूर्णिमा रे बनेकी खाइबा पई। देखंतु केते सुंदर देखा जाउछे आ केते नरम भी हेइचे। पिठा गुडा दाग भी हे गलानी। एपट सेपट करिबा भितरे एत्ते नरम हेइचे पिठाटा पूरा हल्का दाग हो जाइछे। एइटु मु ताको कटिंग करिबी। काटिकी मु आपण माने को देखै दउची। आजिर रेसिपी तो आपण माने को निहाती पसंद आस्तिबो। भल लागिले लाइक करिवे, शेयर करिवे। नुआ थिले तो निहाती भाबरे मो चैनल को सब्सक्राइब करिवे। आगु को जो भी वीडियो आसीबो तार नोटिफिकेशन आपण माने सहज रे पाई परिबे। आजिर वीडियो रे एतिकी रहूची। नमस्कार।